ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆପଣ ଚିନ୍ତା କରନ୍ତୁ ବର୍ତ୍ତମାନେ ସମାଜର ସ୍ଥିତି ଯୋଉ ପ୍ରକାର, ମାନେ ବେଳେ ବେଳେ ମନେ ପଡେ ଭୀମଭୋଇଙ୍କ କଥା। ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସଉ, ମୋ ଜୀବନ ପଛେ ନଷ୍ଟ ପଡ଼ିଥାଉ ଜଗତ ଉଦ୍ଧାର। ବର୍ତ୍ତମାନେ ଆପଣ ମାନେ ବିଶ୍ୱାସ କରିବେନି, ଯଦି ଯୋଉ ବର୍ତ୍ତମାନ ସଂସାରରେ ସବୁ ଯାହା ଘଟୁଛି ତାକୁ ଯଦି ମୁଣ୍ଡରେ ପୁରା ଯାଏ ତାହେଲେ ପାଗଳ ହେଇଯିବାକୁ ପଡିବ, ତାହେଲେ ଆତ୍ମହତ୍ୟା କରିବାକୁ ପଡିବ। ବୁଝିଲେ? ସେ ପ୍ରଭୁଙ୍କର କୃପା ଅଛି ବୋଲି ସେ ତାକୁ ବାଲାନ୍ସ କରି ନେଉଛନ୍ତି। କୋଉଠି ବର୍ତ୍ତମାନ କୋଉ ଜାଗାଟା ଠିକ ଅଛି ଦେଖନ୍ତୁ। ଗୋଟେ ପରିବାର ମୁଁ ଦେଖିଛି, ତାଙ୍କର ହଉଛନ୍ତି ଶାଶୁଟିଏ ବୋଉଟିଏ ଆଉ ଆପଣଙ୍କର ଝିଅ ଦିଟା ସ୍ୱାମୀ, ଆଉ କିଏ ପରିବାରର ଥିଲେ ଚାଲିଗଲେଣି। ଆଚ୍ଛା, ଆପଣଙ୍କର ବୋଉର ଶକ୍ତି ଯୋଉ ପ୍ରକାର ଅଛି, ଗୋଟେ କୁଇଣ୍ଟାଲିଆ ବସ୍ତା ସେ ମୁଣ୍ଡେଇକି ନେଇପାରିବ। ଗୋଟେ କୁଇଣ୍ଟାଲିଆ ବସ୍ତା ସେ ମୁଣ୍ଡେଇକି ନେଇପାରିବ। ଶାଶୁକୁ ଦେଖିବେ, ଆପଣ ତାକୁ ଗୋଟେ 5 କେଜି ଯଦି ତା ମୁଣ୍ଡରେ ନଦୀ ଦେବେ, ସେ ଗଡ଼ପଡ଼ ହେଇକରି ପଡ଼ିଯିବ। ମାନେ ଆମ ସମାଜ ବର୍ତ୍ତମାନ କୋଉ ଷ୍ଟେଜରେ ଅଛି, ମୁଁ ସେଇ କଥାଟା ଆପଣଙ୍କୁ ଖାଲି ଟିକେ କହୁଛି। ମହାପୁରୁଷ ଯୋଉ ଲେଖିଥିଲେ ଯେ କଳିଯୁଗରେ ବିପରୀତ ଜିନିଷ ଦେଖାଦବ, ଯୁଗ ହୋଇଯିବ ଓଲଟା, ଶାଶୁ ପିନ୍ଧିବ ବୋଉ ପାଲଟା। ମୁଁ ଗୋଟେ ପ୍ରାକ୍ଟିକାଲ କଥା କହୁଛି, ପୁରା ପ୍ରାକ୍ଟିକାଲ। ମୁଁ ତ ନାଁ ଖୋଲିବି ନାହିଁ, ପ୍ରାକ୍ଟିକାଲ କହୁଛି। ଏମିତି କି ଧରନ୍ତୁ ବୋଉର କାମ କଣ? ଘର ଘର ରୋଷେଇବାସ କରିବା, ପିଲା ଛୁଆଙ୍କ କଥା, ସ୍ୱାମୀ କଥା, ଶାଶୁ ଶ୍ୱଶୁର କଥା ବୁଝିବା ହେଲା ବୋଉର ଦାୟିତ୍ୱ। ବର୍ତ୍ତମାନ ସକାଳୁ ଉଠିବା କାମ ହେଲା, ପୁରା ଭୋରୁ ଉଠିବା କାମ ହେଲା ବୋଉର। ବୋଉ ଉଠୁନାହିଁ, ଶାଶୁ ଉଠୁଛି। ଶାଶୁର ଜୀବନ ନାହିଁ। ଶାଶୁ ଦାଣ୍ଡ ଘର ଖରକା ଖରିକି କରିବା ସହିତ ବାସନ, ଯୋଉ ଅଇଁଠା ବାସନ ଧୁଏ ଆମର ଗାଉଁଲି ମାନଙ୍କର ଘରେ, ସେ ଅଇଁଠା ବାସନ ବି ଶାଶୁ ଧୋଉଛି। ଶାଶୁର ଜୀବନ ନାହିଁ, ଆପଣଙ୍କୁ ଦେଖିଲେ ଦୁଃଖ ଲାଗିବ। କିନ୍ତୁ ବୋଉ କୁଇଣ୍ଟାଲ ବସ୍ତା ମୁଣ୍ଡେଇକି ନେଇଯିବ। ଯେମିତି ଆପଣ ବିଶ୍ୱାସ କରିବେନି, ମାନେ କଥାବାର୍ତ୍ତା ପଡୁ କି ଯୋଉଥିରେ ପଡୁ, ସେ ବୋଉକୁ କେହି ପାରିବେନି, କୌଣସି କ୍ଷେତ୍ରରେ ପାରିବେନି। ଆପଣଙ୍କର ରୂପରେ ପାରିବେନି, ଅଧିକା ପିନ୍ଧିବାରେ ପାରିବେନି, ଅଧିକା କହିବାରେ ପାରିବେନି, ଅଧିକା ମାନେ ଯେତେ ଗୁଡିଏ ଦେଖେଇ ହବା ଜିନିଷ ଅଛି ତାକୁ କୋଉଥିରେ ଆପଣ ପାରିବେନି। ସେ ଉଠିବ 7ଟା 8ଟା 8:30। ମାନେ ଚିନ୍ତା କରନ୍ତୁ ସମାଜ କୋଉ ଷ୍ଟେଜରେ। ଛୁଆଙ୍କୁ ବି ସେଭଳି ଶିକ୍ଷା ଦିଆହେଇଛି, ସିଏ ବି କୋଉ ସମୟରେ କେତେବେଳେ ଉଠିବେ ତାଙ୍କର ଠିକ ଠିକଣା ନାହିଁ। କିନ୍ତୁ ବୋଉ ମାସରେ ବୋଧେ 5 ଖଣ୍ଡ ଖଣ୍ଡେ ଶାଢୀ କିଣିବା ହୁଏ କି 5 ଖଣ୍ଡ ଶାଢୀ ପିନ୍ଧିବା ହୁଏ। ଭଲ ଚିକିମିକିଆ ଶାଢୀ ଖଣ୍ଡେ ଶାଶୁକୁ ଦେଇ ଦେଇକିରି ଶାଶୁ ମନକୁ ଭୁଲେଇ ଦିଏ। କାହିଁକିନା ଶାଶୁ ବୁଢୀ ନା, ବିଧବା ବୁଢୀ, ତାର କଣ ଗାଣ୍ଡି ଟିକେ ଘୁରେଇ ହେଇଯିବା ଦରକାର। ସିଏ ଯେତେବେଳେ ଟିକେ ଚିକିମିକିଆ ଶାଢୀ ଖଣ୍ଡେ ପାଇଯାଏ, ସିଏ ମାନେ ଏତେ ସ୍ୱାର୍ଥବାଦୀ, ସେ ବୋଉର ଆଉ ଭଲ ମନ୍ଦ ଗୁଣ କିଛି ନ ବୁଝିକିରି ସେମିତି ମେସିନ ଭଳିଆ କାମ କରି ଚାଲେ। ମାନେ ବୋଉଠୁ ହାର୍ଡ ଭାଷା ବି ଶୁଣେ। ବୁଝିଲେ? ମୁଁ ଯୋଉ କହୁନାହିଁ ଆପଣଙ୍କୁ, ମାନେ ବଞ୍ଚିବା ପାଇଁ ଇଚ୍ଛା ହଉନାହିଁ। ଆଚ୍ଛା, ଚିନ୍ତା କରନ୍ତୁ, ବୋହୂ ଗାଧେଇବ, ବୋଉର ଝିଅ ଫିଅ ଗାଧେଇବେ, ସେ ଲୁଗାପଟା ଗୁଡାକ ସବୁ ସେ ଗାଧୁଆ ଘରେ ପଡିଥିବ। ଶାଶୁ ଯାଇକିରି ତାକୁ ଧୋଇ ଧାଇକିରି ଆଣିକିରି ଚୁପୁଡିକିରି ଶୁଖେଇବ ଏବଂ ଶାଶୁ ତୋଳିକିରି ନବ। ଆଉ ବୋଉ ଶାଶୁକୁ ଖାଇବାକୁ ଦେଲା ବେଳକୁ ଯୋଉ ପ୍ରକାର ଭାଷା କହିବ, କାହିଁକିନା ସେ ଶାଶୁ ଟିକେ ଚିକିମିକିଆ ଶାଢୀ ପିନ୍ଧି ଦଉଛି ତ, ବୋଉର ପାଲଟା ଶାଢୀ, ସିଏ ମାନେ କଣ କୁହନ୍ତିନି, ବିଷ ଖାଇବା ବରଂ ଭଲ, ତା ହାତରୁ ଖାଦ୍ୟ ଖାଇବା ଭଲ ନୁହେଁ। ସେ ଯୋଉ ପ୍ରକାର ଖାଇବ, ଯେମିତି ଆମର କଥା ଅଛି ଖା ଭୁନ୍ଦୁ ବିଇଡି, 3ଟା କଥା। ତାହେଲେ ଏଇଟା କିଏ ତିଆରି କରୁଛି? ଏଇଟା ଯୋଉ ଘରେ ହଉଛି, ତା ପାଖରେ ଫେରେ ପଡିଶା ଘର କିଛି ଅଛି ନା ନାହିଁ? ସେ ପଡିଶା ଘର କଣ ଶିକ୍ଷା ପାଇବେ? ହଁ, ରୋଗ ବୈରାଗ ହେଲା, ଦେହ ପା ଖରାପ, ବୋଉ ଫୋନ ଧରିକିରି ଚାଟିଂ କରିବ, ଶାଶୁ ଆପଣଙ୍କର ଘର ଖରକା ପୁରକା କରୁଥିବ। ବୋଉ ଫୋନରେ ଗପ ଚଲେଇଥିବ, ଶାଶୁ ପାଣି ବୋହୁଥିବ। ବୁଝିଲେ? ଚିନ୍ତା କରନ୍ତୁ, ତ ପାଖ ପଡିଶା ଯିଏ ଥିବ ତା ଉପରେ କୋଉ ପ୍ରକାର ପ୍ରଭାବ ପଡିବ? କି ପ୍ରକାର ପ୍ରଭାବ ପଡିବ? ହଁ, ବୋଉ ଅକ୍ଷମ ହେଇଥାନ୍ତା, ଶକ୍ତିହୀନ ହେଇଥାନ୍ତା, କି ଶରୀର ଅସୁସ୍ଥ ଥାନ୍ତା। ତାହେଲେ ଏଇମାନେ ଯଦି ଏଇଭଳି କର୍ମ କରନ୍ତି, ଆଙ୍କୁ କଣ କୁହାଯିବ?
ତ ମା କୁହାଯିବ। ମୁଁ ତ କହିବିନି, ଆଉ କିଏ କହିପାରିବେ? ମୁଁ ତ କେବେ ମା କହିବିନି। ମାର କାମ ହେଲା ଶିକ୍ଷା ଦେବା, ମାର କାମ ହେଲା ସଂସାରର ମଙ୍ଗଳ କରିବା, ମାର କାମ ହେଲା ପରିବାରର ମଙ୍ଗଳ କରିବା। ମା ଶବ୍ଦଟା ଛୋଟିଆ ଶବ୍ଦ ନୁହେଁ। ମୋ ମା ହେଲେ ବି ମଧ୍ୟ ଆପଣ ଯଦି ତା କତିକି ଆସିକିରି ଯିଏ କେହି ପହଞ୍ଚିବେ, ମୋ ମା ହୁଅନ୍ତୁ ବା ଆପଣଙ୍କ ମା ହୁଅନ୍ତୁ, ମୁଁ ଯଦି ଯାଇ ଆପଣଙ୍କ ଘରେ ପହଞ୍ଚିବି, ଆପଣ କହିବେ ମା ମୁଁ ଟିକେ ନମସ୍କାର ଦେଇଦେମି, ବାପା ଲୋ ଭଲରେ ଥା, ବା ଠାକୁର ତତେ ଭଲରେ ରଖନ୍ତୁ। ମା ଶବ୍ଦର ଅର୍ଥ ଏଇଆ। କିନ୍ତୁ ଏଠି ପରିବାର ଭିତରେ ଯୋଉ ଶାଶୁକୁ ବୋଉ ଯେତେବେଳେ ନିଜ ମାକୁ ଛାଡ଼ିକିରି ଆସିବ, ଶାଶୁ ହେଲା ତା ମା। ଭାଇକି ଛାଡ଼ିକିରି ଆସିବ, ଦିଅର ହେଲା ତାର କ'ଣ? ଆପଣଙ୍କର ଭାଇ। ସ୍ୱାମୀ ତ ସ୍ୱାମୀ। ବାପୁ ଶ୍ୱଶୁରକୁ ଛାଡ଼ିକିରି ଆସିବ, ବାପୁକୁ ଛାଡ଼ିକିରି ଆସିବ, ଶ୍ୱଶୁର ହେଲା ବାପା। ଭଉଣୀକି ଛାଡ଼ିକିରି ଆସିବ, ନଣନ୍ଦ ହେଲା ତା ଭଉଣୀ। ପରିବାର ଭିତରେ ଏଇ ଶିକ୍ଷା କେତେ ପରିମାଣ ବର୍ତ୍ତମାନ ଚାଲିଛି। ନ ଚାଲିଲେ ଏ ସୃଷ୍ଟି ଡୁବିଯାଆନ୍ତା। ସେଥିପାଇଁ ବର୍ତ୍ତମାନ ଦେଖନ୍ତୁ କ'ଣ ସ୍ଥିତି ବର୍ତ୍ତମାନ ସୃଷ୍ଟିରେ ଚାଲିଛି। ବିଜୁଳି ଘଡ଼ଘଡ଼ି ଯୋଉ ରେଞ୍ଜରେ ମାରୁଛି, ବର୍ତ୍ତମାନ ଶୂନ୍ୟ ପଡ଼ିବ ଅନଳ, ଚାଳି ଦେବ ଭୂମଣ୍ଡଳ, ମହାପୁରୁଷ ଲେଖିଛନ୍ତି। ଶୂନ୍ୟରେ ଅନଳ ପଡୁଛି ମାନେ ଏଇ ବିଜୁଳି ଘଡ଼ଘଡ଼ି ଯଦି ଆପଣଙ୍କର ସେଇଭଳି, ସିଏ ତ କୋଉଠି ଏବେ ମାରୁଛି କିଛି ଠିକ ଠିକଣା ନାହିଁ। ଯଦି ଗୋଟେ ପେଟ୍ରୋଲ ଟାଙ୍କି ଦିହରେ ମାରିଲା, କି ଯଦି ଗୋଟେ କ୍ଷେପଣାସ୍ତ୍ର ଯୋଉଠି ଆମର ତିଆରି ହଉଛି, ହୁଏତ ବିଜ୍ଞାନ କିଛି ଲଗେଇ ଦେଖିଥିବ, ସେଠିକି ଯଦି ମାରିଲା କ'ଣ ହବ ପରିସ୍ଥିତି? କୋଉ ସମୟରେ ଜୀବନ ଯିବ ଜାଣିପାରୁଛନ୍ତି ତ? ଆମେ ଛାଡ଼ିବା ସେ ଆପଣଙ୍କର ଭାରତ ଆଉ କାହା ସହିତ ଯୁଦ୍ଧ କରିବ, କି କୋଉ ଦେଶ ଭିତରେ ଯୁଦ୍ଧ ଲାଗିବ, କିଏ ପରମାଣୁ ଛାଡ଼ିବ, କ'ଣ ନ ଛାଡ଼ିବ, କ'ଣ ହବ ନ ହବ, କିଏ କ୍ଷେପଣାସ୍ତ୍ର ଛାଡ଼ିବ, ତାକୁ ଆମେ ସାଡ଼କୁ ଆଉ ଯିବା ଦରକାର ନାହିଁ। ଆମ ମୁଣ୍ଡ ଉପରେ ଖଣ୍ଡାଟା ଝୁଲୁଛି, କୋଉ ସମୟରେ ମରିବ, ଆମେ କୋଉ ସମୟରେ ଆମ ପ୍ରାଣ ଯିବ ଆମେ କହିପାରିବା ନାହିଁ। ବର୍ତ୍ତମାନ ଯୋଉ ସ୍ଥିତି, ସେଥିପାଇଁ ଆପଣ ଏ ବାବଦରେ ଆମର ଯିଏ ଦଉଛନ୍ତି, ଆମର ଯୋଉମାନେ ବକ୍ତା ଅଛନ୍ତି, ପ୍ରବଚନ ଦଉଛନ୍ତି, ଠାକୁରଙ୍କ ଆଧ୍ୟାତ୍ମିକ କଥା କହୁଛନ୍ତି, ପୁରାଣ ଶାସ୍ତ୍ର କଥା କହୁଛନ୍ତି, ଗୋଟିଏ ଲୋକକୁ ପରିବର୍ତ୍ତନ କରିଛନ୍ତି କି ଏଇଭଳି କହିକି? ମୁଁ ଭାବୁଛି ଆଜି ଯୋଉ ଭିଡିଓଟା କରିଛି, ମୁଁ ଯୋଉ ଲୋକକୁ ମାନେ ଭାବିକିରି କହୁଛି, ହୁଏତ ସେ ଲୋକ ଯଦି ଭିଡିଓ ଦେଖିବ ପରିବର୍ତ୍ତନ ହେଇଯିବ, ନିଶ୍ଚିନ୍ତ ପରିବର୍ତ୍ତନ ହବ। ଯଦି ଭିଡିଓ ଦେଖିବ, ଆମ ଭିଡିଓ କ'ଣ ସମସ୍ତେ ଦେଖୁଛନ୍ତି? ଆପଣ ଚିନ୍ତା କରନ୍ତୁ, ଯୋଉ ସ୍ତରରେ ଯିଏ ରହିବା କଥା ରହିବାର ଆବଶ୍ୟକତା ଅଛି, ଯୋଉ ସ୍ତରରେ ଯିଏ ରହିବା କଥା ସେ ରହିବାର ଆବଶ୍ୟକତା ଅଛି। ତେଣୁ ଯଦି ସ୍ତରରେ ନ ରହିବ, ବାପା ଯଦି ବାପା ସ୍ତରରେ ନ ରହିବ, ସିଏ ଯଦି ପୁଅ ସାଙ୍ଗରେ ସବୁବେଳେ ପୁଅକୁ ଗେଲ କରିବ, ତାହେଲେ ସେ ପୁଅ ପାଠ ପଢିବନି, ମଣିଷ ହବନି। ତେଣୁ ବାପା ପୁଅକୁ ଭଲ ପାଇବ, ଗେଲ କରିବ, ସ୍ନେହ କରିବ। ତା ପାଠ ପଢିବାକୁ ଯେତେବେଳେ ଯିବ, ସେତେବେଳେ ତାକୁ ହଉଛି ତ୍ୟାଗ କରିବାକୁ ପଡିବ। ସାର ମାରିବେ କି ବାଟରେ ଯିବ, ପଡିଯିବ, କିଏ ହବ, ପାଠରେ ପ୍ରେସର ପଡୁଛି, ଏ କଥା ଯଦି ଭାବିବ, ସେଟା ଠିକ ହବନି। ତେଣୁ ଏଇ ଯୋଉ ବର୍ତ୍ତମାନ ଆମେ ଏଇ ଯୋଉ ମାଳିକା କଥା କହିକିରି ଲୋକଙ୍କୁ ଭୟଭୀତ କାହିଁ କରେଇବା? କର୍ମ କରିବା ପାଇଁ କହୁନ। ଯେତିକ ମାଳିକା କଥା କୁହାହେଇଛି, କିଏ ବର୍ତ୍ତମାନ କର୍ମ କରୁଛି? ଖାଲି ଟିକେ ଆପଣଙ୍କର ଏଇ ଯେମିତି କ'ଣ କୁହନ୍ତିନି, ବାଟରେ ଯାଉଛି କମାର ଫାଳ ପଜେଇ ଦବ। ଆମର ଗୋଟେ ଗାଉଁଲି କଥା ଅଛି, ମାନେ ବାଟରେ ଆମର ଯିଏ କମାର ଥିଲେ, ନଙ୍ଗଳ ନୂଆ ସବୁ ପଜଉଥିଲେ, ତାଙ୍କୁ କୁହାହବ ସେ ବାଟରେ ଯାଉଥିବେ, ଆଉ କ'ଣ କରିବା, ଟିକେ ସେ କୋଡ଼ିଟା ପଜେଇ ଦେଲୁନୁ, ଫାଉଡ଼ାଟା ପଜେଇ ଦେଲୁନୁ। ସିଏ କ'ଣ ରାଗିକିରି କୁହନ୍ତି ଜାଣିଛ ନା? କ'ଣ ଏଇଠି ପଜେଇଦେମି, ଶାଳକୁ ନେଲେ ପଜେଇମି ନା। ଆଉ ତାଙ୍କର ଗୋଟେ ଶାଳ ଅଛି, ସେଠି ଇନ୍ଷ୍ଟ୍ରୁମେଣ୍ଟ ଅଛି, ସେ ଇନ୍ଷ୍ଟ୍ରୁମେଣ୍ଟ ଉପରେ ସେ ଲୁହା ଗରମ କରିବେ, ବାଡ଼େଇବେ, ପିଟିବେ, ନିଆଁ ଲଗେଇବେ, ଯେତେ ପ୍ରକାର ଅଛି ସିଷ୍ଟମ ଜାଣୁଥିବେ। ବାଟରେ କହିଲେ ପଜେଇ ଦେଇ ହବ? ଜଣେ ଡକ୍ଟରକୁ, ଆପଣଙ୍କର ଫରେନ୍ ଡକ୍ଟର ହୁଅନ୍ତୁ, ଇଂଲଣ୍ଡ ଡକ୍ଟର ହୁଅନ୍ତୁ, ତାଙ୍କୁ ଆମର ଯୋଉ 108 ଆମ୍ବୁଲାନ୍ସରେ ଯାଉଛି ପେସେଣ୍ଟ ଗୋଟେ, ସେ ଡାକ୍ତରଙ୍କୁ ତା ଭିତରେ ପୁରେଇ ଦେଲେ ସେ କ'ଣ ଅପରେସନ କରିକିରି ସେ ରୋଗୀ ବଞ୍ଚେଇ ଦେବେ? ନା, ବଞ୍ଚେଇ ପାରିବେନି, କାରଣ ତାଙ୍କ ଚାମ୍ବରକୁ ଯିବାର ଆବଶ୍ୟକତା ଅଛି। ତେଣୁ ତମେ ଯୋଉ କଥା ଯୋଉ କହୁଛ, ମାଳିକା କଥା କହିକିରି ଭୟଭୀତ କରାଇବାର କିଛି କାମ ନାହିଁ। କାରଣ ଲୋକ ବର୍ତ୍ତମାନ ଭୟ କରୁନାହାନ୍ତି। ଲୋକଙ୍କ ଚେତନା ବର୍ତ୍ତମାନ ଭୟରେ ନାହିଁ। ସମସ୍ତେ କହୁଛନ୍ତି ମରିମୁ, ଆସିବୁ ଦିନେ ମରିମୁ ଦିନେ। ଗୋଟେ ଲୋକକୁ ମୁଁ କହିଲି କ'ଣ ମାଛ ମାଂସ ନ ଖାଇଲେ ବଞ୍ଚିବନି? ମାଛ ମାଂସ ଖାଇଲେ ବଞ୍ଚିବା ନ ବଞ୍ଚିବା ତ ଅଲଗା କଥା। ଗୋଟେ ଥର ମଣିଷ ଜୀବନ ପାଇକିରି ଅଛି, ଯାହା ଇଚ୍ଛା ହବ ତାହା ଖାଇମି, ଯାହା ଇଚ୍ଛା ହବ ତାହା କରିମି। ତେଣୁ ଏଇଭଳି ଇଚ୍ଛା ହବାଟା ଯାହାର ହଉଛି, କିଏ ଦର୍ଶନ କରିଦଉଛି, କିଏ ମର୍ଡର କରିଦଉଛି। ଏମିତି କିଛି ଶିକ୍ଷା ଦିଅ, ତମକୁ ତ ଭଗବାନ ସେ ପାଇବାରେ ଆପଣଙ୍କର ଦୂରଦର୍ଶନ ଟିଭିରେ ଆପଣଙ୍କର ପ୍ରୋଗ୍ରାମ କରୁଛନ୍ତି, ଏଭଳି କିଛି ପାଇବା କୁହ। କେହି ନ ମାନନ୍ତୁ, ଜଣେ ମାନୁ, ଗୋଟେ ବିହନ ଯଦି ହବ, ଗୋଟିଏ ବିହନ ଯଦି ହବ, ଠିକ ଶୁଦ୍ଧ ବିହନ ଯଦି ଗୋଟିଏ ହେଇଯିବ, ସେ ଗୋଟେ ବୁଦା ତିଆରି କରିକିରି ହଳାଟେ ଆମକୁ କାଟିକିରି ଆଣିବାକୁ ପଡିବ। ସେ କଥା ନାହିଁ।
ଆମେ ତ ବେପାରରେ ରହିଲେ ଆଉ ଆମେ ବେପାରରେ ରହିଲେ କିଛି ହବନି। ତମେ କଣ ପ୍ରଭୁ ଠାରୁ ବଡ ବେପାରୀ? ପ୍ରଭୁ ପା ଏକ ନମ୍ବର ବେପାରୀ। ସିଏ ଯୋଉ ବେପାର କରିକିରି ଇଏ ଯୋଉ ବେପାର ସଂସାରଟାକୁ ଯୋଉ ବେପାର ଦେହରେ ଛନ୍ଦିଛନ୍ତି, ତା ଠାରୁ କଣ ଅଧିକା ବେପାରୀ ହେଇପାରିବ? ନା ତା ଠାରୁ ତମେ ଅଧିକା ଯଦି ସମ୍ପତ୍ତି କମେଇବ, ମାନେ ଲକ୍ଷ୍ମୀ ଦେବୀ ଯାହା ଘରଣୀ, ତା ଠାରୁ କଣ ତମେ ଅଧିକା ସମ୍ପତ୍ତି କମେଇ ଦବ? ଅଧିକା ସମ୍ପତ୍ତି କମେଇଲେ କରିବ କଣ? କିଛି ତ କରିପାରିବନି, କିଛି କାମରେ ଲାଗିବନି। କଣ କାମରେ ଲାଗିବ? ତମେ ତ ସମ୍ପତ୍ତି କମେଇବାରେ ବ୍ୟସ୍ତ ରହିଲ। ତମେ 1.5 ପ୍ଲେଟ ଯଦି ଭାତ ଖାଇବାରେ ଥିବ, ତମର ଭାତ ଖା, ଚିକେନ ମଟନ ଯାହା ଖା, ତମେ ଯାହା ଖା, ତମେ ତ ବ୍ୟସ୍ତ ସାଡେ ଥିବ। ତମର 1.5 ଲକ୍ଷ କି 50,000 ପଳେଇଯିବ। ତମେ 1.5 ପ୍ଲେଟ ଜାଗାରେ 1 ପ୍ଲେଟ ଖାଇବ। ତମେ ଖାଇପାରିଲନି ଠିକ ସେ, ପଇସା ପଛରେ ଗୋଡେଇଲ ବୋଲି। ପଇସା ପଛରେ ଗୋଡେଇଲ ବୋଲି ତମ ଘର ପରିବାରକୁ ଠିକ ସେ ରଖିପାରିଲନି। ଖାଲି ପଇସା ପଛରେ ନୁହଁ, ସମ୍ମାନ ପାଇବା ପଛରେ ବି ଗୋଡେଇଥିବା ଲୋକ, ତାଙ୍କ ପରିବାର ବ୍ୟତିକ୍ରମ। ଅର୍ଥ ପଛରେ ଗୋଡେଇଥିବା ଲୋକ, ତାଙ୍କ ପରିବାର ବ୍ୟତିକ୍ରମ। ସମାଜକୁ ଠକୁଥିବା ଲୋକ, ତାଙ୍କ ପରିବାର ବ୍ୟତିକ୍ରମ। ମିଛ କହୁଥିବା ଲୋକ, ତାଙ୍କ ପରିବାର ବ୍ୟତିକ୍ରମ। ଦେଖିବେ ସବୁଠି ପରିବାର ବ୍ୟତିକ୍ରମ। ଦେଖିବେ ଯୋଉମାନେ ଜ୍ଞାନୀ ଅଛନ୍ତି ଦେଖିବେ, ଯିଏ ଯାହା କରୁଛନ୍ତି ବ୍ୟତିକ୍ରମ ହେଇଛି। ତେଣୁ ଇଏ ନିଶା ଖାଇଲା, ତାକୁ କହିବା ଆମେ ନିଶାଡି। କାହିଁ ଅର୍ଥ କମେଇବା ପାଇଁ ଯିଏ ଦିନ ରାତି 24 ଘଣ୍ଟା ଲାଗି ପଡିଲା, କାହିଁକି ଏତେ ଅର୍ଥ କମଉଛ? ଅର୍ଥ କମେଇଲେ ତମେ କଣ ପୃଥିବୀର ଶ୍ରେଷ୍ଠ ଧନୀ ହେଇଯିବ? ପୃଥିବୀର ଶ୍ରେଷ୍ଠ ଧନୀ କେତେ ଜଣ ଅଛନ୍ତି ଆମର ତାଲିକାଭୁକ୍ତ, ହେଲେ ବି ସେମାନଙ୍କର କଣ 4ଟା ହାତ ନା 4ଟା ଗୋଡ? ଖାଇବା ଗଣ୍ଡେ ବଞ୍ଚିବା, କେତେବେଳେ କିଏ ମରିବା ଠିକ ଠିକଣା ନାହିଁ। ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନର ହରି। ଧନ ଅର୍ଜନ କରିବା ପାଇଁ ମନା ନାହିଁ, ଶରୀର ରକ୍ଷା କରିକିରି ଧର୍ମ କରିବା, ଶରୀର ରକ୍ଷା କରିକିରି ଧନ ସଞ୍ଚୟ କରିବା। ଆମେ ଯଦି ଏତେ ପଇସା କମେଇଲେ, ଆମେ ଯଦି ଭଲ କୋଠାଟିଏ ନ କରିବା, ଭଲ ଗାଡି ଖଣ୍ଡିଏ ନ ଚଢିବା, ଟିକେ ଏସି ରୁମରେ ନ ରହିବା, ତାହେଲେ ଆମେ ପଛରେ ପଡିଯିବା, ଗରମରେ ଚିଟପିଟି ହବା। ଏଇ ଗରମରେ ଫେର ଲୋକ କାମ କରୁଛନ୍ତି ନା ନାଇଁ? ରଡ କାମ କରୁଛନ୍ତି, ଲୁହା କାମ କରୁଛନ୍ତି। ଆମର କିଛି ସାଙ୍ଗ ଫାଙ୍ଗ ଅଛନ୍ତି, କହିବେ ମାନେ ଏସିରୁ ବାହାରି ପଡିଲା ପରେ ଆଉ ମାନେ ପ୍ରାଣ ଛାଡିଯାଉଛି। ତମେ ଏସିରେ ରହିଲ ବୋଲି ସିନା ତମକୁ ପଦାକୁ ବାହାରି ପଡିଲା ବେଳକୁ ପ୍ରାଣ ଛାଡୁଛି। ଏସିରେ ଯଦି ନ ରହିବ ମରି ଭଳିଆ। ମୁଁ ଗୋଟେ ପିନ୍ଧିକିରି ଆଜି କିଛି କରିବା କଥା, ମୁଁ ପିନ୍ଧିବିନି, ଗରମ ହଉଛି, କଣ ହେଇଗଲା? ମୁଁ ପାଟିରେ ତ କଥା କହୁଛି, ଆଉ ଗରମ ସାଙ୍ଗରେ ସମ୍ପର୍କ କଣ ଅଛି? ମୁଁ ପିନ୍ଧିଦେଲେ କଣଟେ ହେଇଯିବ? ଶବ୍ଦ ବ୍ରହ୍ମ ଉପରେ ସବୁ କାମ। ବର୍ତ୍ତମାନ ଶବ୍ଦ ବ୍ରହ୍ମ ଉପରେ ସଂସାର ଚାଲିଛି। ତେଣୁ ପିନ୍ଧିବାରେ କଣ ଅଛି? ନା ମୋର ଦେଖେଇବାରେ କଣ ଅଛି? ସେଇଟା ଦେଖେଇଲେ କଣ ହବ? ମୁଁ ଭଲ ଚିକିମିକିଆ ପିନ୍ଧିଦେବି, ମୋ ଭିତରଟା ଭାରି ଅଳିଆ ଥିବ, ଲାଭ କଣ ଅଛି? ତେଣୁ ଭିତର ଯାହା ଉପର ସେଇଆ। ସେମିତି ଟିକେ ସମସ୍ତେ ଯୋଉମାନେ ଆମକୁ ଭଗବାନ ଯୋଉମାନଙ୍କୁ ଯୋଉ ଆସ୍ଥାନରେ ନେଇ ବସେଇଛନ୍ତି, ସେମାନେ ଟିକେ ସେଇଭଳି କଥା କହିକିରି ଜଣ ଜଣଙ୍କ ଭିତରେ ଭକ୍ତି ଭାବନା ଜାଗ୍ରତ କରନ୍ତି। ଲୁଟିବା ଭାବନା ଜାଗ୍ରତ କରିଲେ କିଛି ଲାଭ ହବନି। ଲୁଟିଲେ କଣ ହବ? ତମେ ଶାନ୍ତିରେ ରହିବନି, କି ସଂସାର ଶାନ୍ତିରେ ରହିବନି, ଭଗବାନ ବି ତମ ଉପରେ ଶାନ୍ତିରେ ରହିବେନି। ଜୟ ଜଗନ୍ନାଥ, ଜୟ।